ବନ୍ଧୁଗଣ, ଆଜି ଆମେ 23 ତାରିଖ ମଙ୍ଗଳବାର 23 ତାରିଖ ମଙ୍ଗଳବାର ବିଷୟରେ ଦୈନିକ ରାଶିଫଳ ଉପରେ ଆଲୋଚନା କରିବା। ଆଜି କ'ଣ ସବୁ ଅଛି? ଆଜି ସେପ୍ଟେମ୍ବର 23 ତାରିଖ ମଙ୍ଗଳବାର, ଦ୍ୱିତୀୟା ତିଥି, ହସ୍ତା ନକ୍ଷତ୍ର, କନ୍ୟା ଚନ୍ଦ୍ର। ସୂର୍ଯ୍ୟ ଅସ୍ତ ହେବେ 5ଟା 40 ପରେ। ତେଣୁ 5ଟା 40ର ଟିକେ ଆଗରୁ ଆମେ ଆମ ଘର ଠାକୁର ଘରକୁ ବା ମନ୍ଦିରକୁ ଯିବା ଦେବତାଙ୍କୁ ଖୁସି କରିବା ପାଇଁ। ଅଶୁଭ ସମୟ ଦିନ 2ଟା 36ରୁ 4ଟା 5 ପର୍ଯ୍ୟନ୍ତ। ତେଣୁ 2ଟା 36 ପୂର୍ବରୁ ବା 4ଟା 5 ପରେ ଆମେ ଯାତ୍ରା କରିବା ବା କାମ ଆରମ୍ଭ କରିବା ବୋଲେ ଭଲ। ଆଜି ମକର ରାଶିର ଘାତ ବାର, ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର ଘାତ ଚନ୍ଦ୍ର। ବୃଷର ଘାତ ନକ୍ଷତ୍ର ଆଉ ଧନୁର ଘାତ ତିଥି। ଧନୁ ରାଶିର ଘାତ ତିଥି, ବୃଷ ରାଶିର ଘାତ ନକ୍ଷତ୍ର ଓ ଘାତ ଚନ୍ଦ୍ର। ଧନୁ ରାଶି ମହିଳାଙ୍କର ବି ଘାତ ଚନ୍ଦ୍ର, ମକର ରାଶିଙ୍କର ଆଜି ଘାତ ବାର। ଯେଉଁ ଯେଉଁ ରାଶି ଉପରେ ମୁଁ କହିଲି ଧନୁ, ବୃଷ, ମକର, ତେଣୁ ସେଇ ରାଶିମାନେ ଟିକେ ଈଶ୍ୱରଙ୍କର ଶରଣାପନ୍ନ ହେବା ଉଚିତ। ହୁଏତ ମାନସିକ ଅପମାନ ମିଳିପାରେ, ଶାରୀରିକ ଯନ୍ତ୍ରଣା ମିଳିପାରେ, ରକ୍ତପାତ ହେଇପାରେ, ଇତ୍ୟାଦି ଇତ୍ୟାଦି। ଦେଖିବା ମେଷ ରାଶି ପାଇଁ କ'ଣ ଅଛି। 23 ତାରିଖ ମଙ୍ଗଳବାର, ମେଷ ରାଶି ପାଇଁ ଆଜି ଏକ ଅମୃତ ଯୋଗ। ଆଗେ 6 ତାପରେ 7, ସେଟା ବୁଝିବେ। ଆଗ 6 ତାପରେ 7, କ୍ରମଶଃ ଅଭିବୃଦ୍ଧି। ତାମାନେ କ୍ରମଶଃ ଅଭିବୃଦ୍ଧି। ଆଗ 6 ତାପରେ 7, ରବି, ଚନ୍ଦ୍ର, ଶୁକ୍ର, ରାହୁ, ଏଇ 4 ଗ୍ରହ ମିଳିତ ଭାବରେ ଆଶୀର୍ବାଦ କରୁଛନ୍ତି। ତେଣୁ ସେମାନେ ଆଜି ଧନ ଜନ ଗୋପ ଲକ୍ଷ୍ମୀରେ ସମୃଦ୍ଧ ଜୀବନ ଉପଭୋଗ କରିବେ। ଆଜି ମେଷ ରାଶି ପାଇଁ ଅମୃତ ଯୋଗ। ଆଗ 6ଠ ପରେ 7ମ, ରବି, ଚନ୍ଦ୍ର, ଶୁକ୍ର, ରାହୁ ଗ୍ରହଗଣଙ୍କ ଆଶିଷ ଲାଭ କରି ମେଷ ରାଶିର ଲୋକେ ଧନ ଧାନ୍ୟ ଗୋପ ଲକ୍ଷ୍ମୀ ପାଇ ଆନନ୍ଦରେ କାଳାତିପାତ କରିବେ। ବହୁ ବନ୍ଧୁଙ୍କ ସହ ସଂଳାପ ହେବ। ବୃଷ କଥା ଆଲୋଚନା କରିବା। ମଙ୍ଗଳବାର 23 ତାରିଖ, ବୃଷ ରାଶିର ଜନତାଙ୍କର ଲାଭଜନକ ଦିନ। ଆଜି ଖାଲି ଲାଭ, ଅର୍ଥ ଲାଭ, ଦ୍ରବ୍ୟ ଲାଭ, ସ୍ୱାସ୍ଥ୍ୟ ଲାଭ, ବନ୍ଧୁ ଲାଭ। ବୃଷ ରାଶିର ଜନତାଙ୍କର ଆଜି ଲାଭପ୍ରଦ ଦିନ। ନାନାବିଧ ସୁଖ ମିଳିବ। ଭାଇ ବନ୍ଧୁ କୁଟୁମ୍ବଙ୍କ ସହଯୋଗ ପାଇ ଆପଣମାନେ କର୍ମ ଚଞ୍ଚଳ ରହିବେ। ଦେବ ଦର୍ଶନ ହେବ, ଦେହ ଠିକ୍ଠାକ୍ ରହିବ। ଭଲ ଖାଦ୍ୟ ଓ ଭଲ ନିଦ୍ରା ମଧ୍ୟ ମିଳିବ। ଚନ୍ଦ୍ର, ଶୁକ୍ର, ଶନି, ରାହୁ ଭଳି ବଳିଷ୍ଠ ଗ୍ରହମାନେ ଆପଣଙ୍କୁ ଆଶୀର୍ବାଦ କରୁଛନ୍ତି। ଚନ୍ଦ୍ର, ଶୁକ୍ର, ଶନି, ରାହୁ ଭଳି 4 ବଳିଷ୍ଠ ଗ୍ରହ ଆପଣଙ୍କୁ ଆଶୀର୍ବାଦ କରୁଛନ୍ତି। ମେଷ ଭଳି ଆପଣଙ୍କ ମଧ୍ୟ ଶୁଭ ଦିନ। ମିଥୁନ କଥା ଆଲୋଚନା କରିବା। 23 ତାରିଖ ମଙ୍ଗଳବାର, ମିଥୁନ ରାଶିକୁ ଦୈବ ସାହା। ଯଦି ପୁଣ୍ୟ ଥିବ, ଗ୍ରହମାନେ ଜାତକରେ ଭଲ ଭାବରେ ଥିବେ, ତାହେଲେ ଆଜି ଭଲରେ ଯିବ, ନହେଲେ ନାହିଁ। ମିଥୁନ ରାଶିକୁ ଦୈବ ସାହା। ରୋଗଗ୍ରସ୍ତ ହେବେ। ପୁରୁଣା ରୋଗୀ ହୋଇଥିଲେ ବଡ଼ ଯନ୍ତ୍ରଣା ଭୋଗିବେ। ବୁଧ, ଶନି ଓ କେତୁ ଗ୍ରହ ତ୍ରୟଙ୍କର କଲ୍ୟାଣ
ଥିଲେ ବି ଏ ରୋଗରୁ କେହି ରକ୍ଷା କରିପାରିବେନି। ରୋଗ ହୁଏ କେବଳ ଆମର ଦୁଷ୍କର୍ମ ପାଇଁ। ଆମେ ଯେଉଁ ଭୁଲ କାମ ସବୁ କରୁ ତାକୁ ଦଣ୍ଡ ଦିଅନ୍ତି ରୋଗ ଆକାରରେ ବିଧି। ତେଣୁ ଏମାନେ କର୍ମ ଫଳକୁ ଆମଠାରୁ ଅଲଗା କରିପାରିବେ ନାହିଁ। ଆଜି ହୁଏତ ପେଟ ସଂକ୍ରାନ୍ତି ରୋଗ ହେଇପାରେ, ଯଥା ଗ୍ୟାସ୍, ବଦହଜମି, ବାନ୍ତି, ପତଳା ଝାଡ଼ା ଭଳି ପେଟ ରୋଗରେ ଆକ୍ରାନ୍ତ ହୋଇଯିବେ। ତେଣୁ ଆପଣମାନଙ୍କର ଏଇ ପେଟ ସଂକ୍ରାନ୍ତୀୟ ଯାହାର ଯେଉଁ ରୋଗ ଥାଏ ବା ଅଛି, ସେମାନେ ସେ ଔଷଧ ଟିକେ ପାଖରେ ରଖନ୍ତୁ, ଈଶ୍ୱରଙ୍କୁ ଡାକନ୍ତୁ, ସେ ଦୟା କରିବେ। ଆମେ ଏବେ ଦେଖିବା, ମିଥୁନ ପାଇଁ ମାତ୍ର ଶୁଭ ଖବର। ଦିନ 3ଟା ପରେ ଏସବୁ ସମସ୍ୟା ହେବ। ଦିନ 3ଟା ପର୍ଯ୍ୟନ୍ତ କାରଣ ମିଥୁନ ରାଶି ସମସ୍ୟା ହେବ ଦିନ 3ଟା ପର୍ଯ୍ୟନ୍ତ। ଦିନ 3ଟା ପରେ ସୁସ୍ଥତା ଅନୁଭବ କରିବେ। ଅଧିକ ଜଳପାନ କରନ୍ତୁ। ଏଇ ସମସ୍ୟା ରହିବ, ଶାରୀରିକ ସମସ୍ୟା ରହିବ, ପେଟ ଗଣ୍ଡଗୋଳ ରହିବ, ଏ ରହିବ ଦିନ 3ଟା ଯାଏ। ଦିନ 3ଟା ପରେ ଧୀରେ 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 ସୁସ୍ଥତା ଅନୁଭବ କରିବେ। ଅଧିକ ଜଳପାନ କରନ୍ତୁ। କର୍କଟର ପ୍ରକୃତ ମିତ୍ର ଗ୍ରହ ରବି। ରାସ୍ୟାଧିପ ଚନ୍ଦ୍ର 3ଟା ଯାଏ ସହାୟ ହେବେ। କର୍କଟକୁ ପୂର୍ଣ୍ଣ ସାହାଯ୍ୟ କରିବେ ରବି। ଚନ୍ଦ୍ର ସାହାଯ୍ୟ କରିବେ ଦିନ 3ଟା ଯାଏ। 3ଟା ପରେ ଅସୁସ୍ଥ ହେବେ କର୍କଟ ରାଶିର ଲୋକେ। ପୁରୁଣା ରୋଗୀ ହୋଇଥିଲେ ଅଧିକ କଷ୍ଟ ଭୋଗିବେ। 2:30 ଭିତରେ ବଢ଼ିଆ କର୍ମ ଯୋଜନା ହେବ। ବ୍ୟବସାୟରୁ ଅତି ଅଧିକ ଲାଭ ହେବ, କାରଣ ଆଜି ଲାଭପ୍ରଦ ଦିନ। ସ୍ୱାଦିଷ୍ଟ ଭୋଜନ ଆପଣଙ୍କୁ ଆନନ୍ଦ ଦେବ। ମାତ୍ର ରାତି ପାଇଁ ଚିନ୍ତା। ଦିନ ଖୁସିରେ ଖୁସିରେ ଯିବ। 3ଟା ପର୍ଯ୍ୟନ୍ତ ଖୁସିରେ ଖୁସିରେ ଯିବ। ଆପଣ ସବୁ କାମ କରିପାରିବେ, ସବୁ ଲୋକଙ୍କ ସହ ମିଶିପାରିବେ, ସବୁ କ୍ଷେତ୍ରରୁ ସମ୍ମାନ, ଆଦର, ସ୍ନେହ ପାଇପାରିବେ। 3ଟା ପରେ ସବୁଥିରେ ଗଣ୍ଡଗୋଳ ହେବ। ତେଣୁ ଈଶ୍ୱରଙ୍କ ଶରଣାପନ୍ନ ହୁଅନ୍ତୁ। ଆପଣଙ୍କ ଇଷ୍ଟ ହେଲେ କିଏ? ଭୁବନେଶ୍ୱରୀ। ହ୍ରିଂ ଭୁବନେଶ୍ୱରୀ ବାରମ୍ବାର ଜପନ୍ତୁ। ହ୍ରିଂ ଭୁବନେଶ୍ୱରୀ। ସିଂହ କଥା ଆଲୋଚନା କରିବା। 23ରେ ମଙ୍ଗଳବାର କ'ଣ ଅଛି? ସିଂହ ପାଇଁ ଆଜି ଗୋଳମାଳିଆ ଦିନ। କେଉଁଟା କେତେବେଳେ କେମିତି ଅସୁବିଧା ସୃଷ୍ଟି କରିବ କହିହେବନି। ସିଂହ ପାଇଁ ଆଜି ଗୋଳମାଳିଆ ଦିନ। ମନ ବିକଳ ହେବ। କୃତ ଅପରାଧ ପାଇଁ ଅନୁଶୋଚନା କରିବାକୁ ପଡ଼ିବ। ଦିନ 3ଟା ପରଠାରୁ ଚିନ୍ତା ଅପସରିଯିବ। ମନ ହାଲକା ଲାଗିବ। ଖୁସିରେ ଅବଶିଷ୍ଟ ସମୟ ଅତିବାହିତ ହେବା ପାଇଁ ଯୋଜନା କରିପାରନ୍ତି। ରାତ୍ର ଭୋଜନ ଓ ରାତ୍ର ଆୟ ଆପଣଙ୍କୁ ଆନନ୍ଦ ଦେବ। ଦିନ 3ଟା ପର୍ଯ୍ୟନ୍ତ ସିଂହ ରାଶିର ଗୋଳମାଳିଆ ଦିନ। ଖାଲି ଅନୁତାପ କରିବାକୁ ପଡ଼ିବ। ମୁଁ କ'ଣ ଭୁଲ କରିଛି ଯେ ଏ ଦୁଃଖ ପାଉଛି? ଏଇଟା ତ ଏହା କହିଥିଲି, ଆଉ ସେଇଥିପାଇଁ ଏମିତି ହେଇଛି। ଆଉ ବଡ଼ ଅସୁବିଧା। 3ଟା ପର୍ଯ୍ୟନ୍ତ ବଡ଼ ଅସୁବିଧା। ଖାଇବାରେ, ପିଇବାରେ, ଶୋଇବାରେ, ଲେଖିବାରେ, କାମରେ। 3ଟା ପରଠୁ ଏସବୁ ସମସ୍ୟା ଦୂର ହେଇଯିବ। ଆଉ ଭଲ ଲାଗିବ। ଦେହ ଭଲ ଲାଗିବ, ମନ ଭଲ ଲାଗିବ, ଭଲ ଆୟ ହେବ, ଭଲ ଭୋଜନ ହେବ ଇତ୍ୟାଦି। କନ୍ୟା ପାଇଁ କିଛି ଅପ୍ରିୟ ସତ୍ୟ। କନ୍ୟା ରାଶି ପାଇଁ ଆଜି ବୋଧେ ଭଲ ଦିନ ନୁହଁ। ଦେଖିବା କ'ଣ ଅଛି। କନ୍ୟା ରାଶି ପାଇଁ ଆଜି ଅପ୍ରିୟ ସତ୍ୟ। ସୁଖଂ ଦୁଃଖସ୍ୟ କାରଣମ୍। ଆପଣ ପରୀକ୍ଷା ଦେଖୁନାହାନ୍ତି, ଯେଉଁଦିନ ଅତି ଖୁସି ହେଇକି ହସିଥିବେ, ମଜା କରିଥିବେ, ଠିକ୍ ପରେ ପରେ ଦୁଃଖ ଆସିଯିବ। ସୁଖଂ ଦୁଃଖସ୍ୟ କାରଣମ୍। ସେମାନେ ସକାଳ ଓଳି ବଢ଼ିଆ ବଢ଼ିଆ ଭୋଜନ ପାଇବେ, ଲୋକ ପାଇବେ, ଧନ ପାଇବେ, କାମ ପାଇବେ। ଉପରବେଳାକୁ ଦୁଃଖ ଆସିଗଲା। ଆଉ ତେଣୁ ସୁଖଂ ଦୁଃଖସ୍ୟ କାରଣମ୍। ଦିନ 3ଟା ଯାଏ ଦେହ ସୁସ୍ଥ ରହିବ, ଧନାଗମ ହେବ। ଭାଇ ବନ୍ଧୁ ସହକର୍ମୀ ସହଯୋଗର ହାତ ବଢ଼ାଇବେ। ସମସ୍ତ ଯୋଜନା ସଫଳ ହେବ। ଅପରାହ୍ନ 3ରୁ ମନ ଭାରାକ୍ରାନ୍ତ ହେବ। ବିରକ୍ତ ବୋଧ ହେବ। ମନ ଚିଡ଼ଚିଡ଼ା ଲାଗିବ। ଦୁଃଖ ଘନେଇ ଆସିବ। ଏପରି ମନ୍ଦ ବ୍ୟବହାର କରିବେ ଯେ
मन ठीक नहीं ना, यदि मन ठीक ना तो किसी ठीक नहीं आओ। तेणु निजे भाविबेनी चिंतीबेनी मंद व्यवहार करिवे जहिरे प्रिय लोक भी अप्रिय हेबे। एटा होची कन्या राशि पाई। तेणु दिन 3टा पर्यंत कन्यार बढ़िया, तापर तो नहीं आओ। एबे देखिबा तुला कथा 23 मंगलवार। तुला को बृहस्पति शुक्राचार्य शनैश्वर और केतु ए तथा चंद्र ये 4 ग्रह साहाय्य सहयोग करिवे। दिन 3टा परे यही सहयोगर हाथ बढ़ीज से जाए आसंता अशांत परिवेश रे समय कटिव। दिन 3टा परे हैला जहाँकि सुख आसीव। तेणु अशांत परिवेश हम। दिन 3टा जाए अशांत परिवेश, दिन 3टा जाए अशांत परिवेश। देह भल लगे, मन भल लगे, खाद्य भल लगे, कहार व्यवहार भल लगे, चिड़ चिड़ा लगे। 3टा परे ये समय कटिज। देह पीड़ा और मुंड व्यथा पाई वृथा व्यय हेब। दिन 3टा परे शांति और सुख मिल। आहार विहार सुखप्रद हेब। बंधुक सह मधुर आलोचना हेब, धनागम हेब और बाकिया अर्थ मिल। तेणु दिन 3टा पर्यंत टिके गंडगोलिया, अर्थात दिन जीव दुखे दुखे। 3टा पर राति आसब सुखे सुखे। बिछा राशि कथा आलोचना करवा। मंगलवार न कौन अच्छी बिछा को चंद्र सहाय हेबे। दिन 2:50 जाए रवि सहाय हेबे। दिन 3टा जाए चंद्र सहाय हेबे 2:50 जाए, रवि सहाय हेबे 3टा जाए। बुध और केतु भी शुभ दृष्टि देइछंती। एणु 2:50 जाए जावतीय सुख शांति आर्थिक सम्मान आदि लाभ हेबो। तापरे देह खराब हेबो, मुंड खराब हेबो, वृथा व्यय हेबो। जदि कुआड़े जीवे 3टा भितर जाई फेरी आसतु। कुआड़े जीवार अच्छी तो एमती बाहर 3टा घर पहुँचे। 3टा परे बाहर रहतुनि, विपद अच्छी। एबे धनु कथा आलोचना करवा। धनु राशि आज सबु दिगरु सुख शांति धन बंधु आदि सुख मिल। धनु राशि आज बढ़िया दिन, सबु दिगरु सुख शांति मिल। धन बंधु आसी आनंद देवे। समस्त कर्म योजना सफल हेबो, कार्य सिद्धि हेबो, कर्म चंचल रहिबे। तुमर कर्म भल बोली प्रशंसा शुणिबे। खाद्य पेय शयन भोजन ये सबू आपण को आनंद देव सुख देव। अर्थात धनु राशि ये समय 23 तारीख मंगलवार सबुठु सुखरे दिन काटिव। मकर को तृतीय शनि साहाय्य करिवे। मकर को अन्य कौनसी ग्रह सहयोग करिवे नहीं। मकर को तृतीय शनि साहाय्य करिवे। कम काम करी करी क्लांत हो पड़े। कार्य शांति पाइबे। मात्र दिन 3टा जाए सावधानता अवलंबन करने उचित। दिन 3टा पर्यंत टे गंडगोलिया परिस्थिति हम मकर राशि सावधानता अवलंबन न कले सम्मान हानि हेब। जेते कष्ट हेले भी दिन 3टा जाए नीरवता अवलंबन करंतु, चुप रहंतु। 3टा परे आपणकर भल समय आसीबो, कर्म सफल हेबो, सम्मान धन आदर ये पाइबे। किंतु 3टा जाए टे हुशियार रहंतु, पार्टी बंद कर रहंतु, सब संभाल नहीं जातु। केवल शनि जड़े साहाय्य एकमात्र ग्रह सहयोग करते आउ कहीं नुह। कुंभ कथा आलोचना करवा। 23 तारीख मंगलवार। कुंभ राशि को केवल बृहस्पति दया अच्छी। आज सारा दिन कुंभ राशि अशांति रे दिन कटिव। 3टा जाए बड़ दुख अच्छी। रोग व्याधि दुख देवे 3टा पर्यंत। चिंता बढ़ीज 3टा पर्यंत। वृथा व्यय हम 3टा पर्यंत। 3टा परे
ମାପି ଚୁପି କଥା ଯଦି ନ କହନ୍ତି, କାମ ନ କରନ୍ତି, ତାହେଲେ ଅପମାନ ପାଇବେ। 3ଟା ପର୍ଯ୍ୟନ୍ତ ରୋଗ ବ୍ୟାଧି ବୃଥା ବ୍ୟୟ, 3ଟା ପରେ ଅପମାନ ଯୋଗ। କୁମ୍ଭ ରାଶିର ଆଜି ସମ୍ପୂର୍ଣ୍ଣ ଅଶୁଭ ଦିନ। ସୁତରାଂ ଆମେ କେବଳ ଈଶ୍ୱରଙ୍କ ଶରଣାପନ୍ନ ହେବା ଆଉ କହିବା, ହେ ଭଗବାନ, ହେ ବିଧାତା, ଦୟାକର, ଦୟାକର, ଦୟାକର। ଟିକେ ଅତୀତର କର୍ମକୁ ମନେ ପକାଇଲେ ହୁଏତ ବିଧି ଦୟା କରିପାରନ୍ତି। ମୀନ ରାଶି ପାଇଁ ଆଜି ଦିନଟି ଶୁଭରେ ଶୁଭରେ ଯିବ। ଧନ 3ଟା ଯାଏ ମିଳିବ, 3ଟା ପରେ ଦେହ ଅସୁସ୍ଥ ହେବ। ଦିନ 3ଟା ଯାଏ ସ୍ନେହ, ଆଦର, ସମ୍ମାନ ଓ ଧନ ମିଳିବ। ବଢ଼ିଆ ଲାଭ ହେବ। ବ୍ୟବସାୟୀ ମାନଙ୍କର କଚ୍ଚେପ ବାର ହେବ। ଦିନ ସୁଖରେ ଓ ରାତି ଦୁଃଖରେ ଯିବ। ପୁରୁଣା ରୋଗୀଙ୍କ ପାଇଁ ଅତି ଦୁଃଖ ଦେବ ଏଇ ଦିନ 3ଟା ପରେ। ତେଣୁ 3ଟା ପର୍ଯ୍ୟନ୍ତ ଆପଣଙ୍କୁ ସବୁ ପ୍ରକାର ସୁଖ ମିଳିବ, ଆର୍ଥିକ, ମାନସିକ, ଶାରୀରିକ। ବାସ୍ ଆଜି ବନ୍ଧୁ ଏତିକି। ଯଦି ଈଶ୍ୱର ଚାହାନ୍ତି ଆସନ୍ତାକାଲି ଏହି ସମୟରେ ପୁଣି ଆପଣଙ୍କୁ କହିବି। ନମସ୍କାର।